ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁରଙ୍କ ପାଖରେ ଥରେ ଜଣେ ଭାଇ ପାରିପାର୍ଶ୍ୱିକର ସହାନୁଭୂତି ସମ୍ବନ୍ଧରେ କଥା ଉତ୍ଥାପନ କଲେ। ଶ୍ରୀ ଶ୍ରୀ ଠାକୁର ଉତ୍ତରରେ କହିଲେ, ଅନ୍ୟମାନେ କ'ଣ କଲେ ନ କଲେ ତୁମେ କାହିଁକି ଦେଖୁଛ? ତୁମେ ଭାବିବ ତୁମେ କ'ଣ କରିଛ ବା ନ କରିଛ। ତୁମର ଏତେ ଟିକେ ଅସୁବିଧା ଯଦି ମଣିଷଙ୍କର ମଥାରେ ଚିନ୍ତା ସୃଷ୍ଟି ନ କରେ, ତାହେଲେ ତୁମେ କିପରି ମଣିଷ? ତୁମେ ଯଦି ମଣିଷର ସେମିତିଆ ନିତ୍ୟ ପ୍ରୟୋଜନୀୟ ହୋଇ ଠିଆ ହୁଅ, ତାହେଲେ ମଣିଷ ନିଜେ ହିଁ ତୁମର ଅସୁବିଧାରେ ଛୁଟି ଆସିବ। ତୁମର ଏତେ ଟିକେ ଅସୁବିଧା ହେଲେ ଲୋକଙ୍କର ପେଟର ଭାତ ଉପରେ ବି ପ୍ରଭାବ ପଡ଼ିବ, ତାଙ୍କର ରାତିର ନିଦ ବି ହଜିଯିବ। ସେମିତିଆ ସେବା ଯଦି ଲୋକଙ୍କ ପାଇଁ ନ କରିପାର, ତାହେଲେ ପାରିପାର୍ଶ୍ୱିକ ଠାରୁ ସେବା ଦାବି କରିବା ବି ସମୁଚୀନ ନୁହେଁ। ପାରିପାର୍ଶ୍ୱିକ ତୁମର ସେବା ନ କରେ, ଏମିତି ଅବସ୍ଥାରେ ପାରିପାର୍ଶ୍ୱିକକୁ କାହିଁକି ରଖୁଛ? ସେବା ସାହାଯ୍ୟରେ ହିଁ ତୁମେ ହୋଇ ଉଠିବ ଲକ୍ଷ ଲୋକଙ୍କର କ୍ଷୁଧାର ଅନ୍ନ, ତୃଷ୍ଣାର ଜଳ, ବିଳାସର ସାମଗ୍ରୀ ଏବଂ ଭଲ ପାଇବାର ଚେତନା। ଜୟ